ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଓଡ଼ିଶାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡ଼େଟ୍ ବର୍ତ୍ତମାନ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟ ସରକାରଙ୍କ ତରଫରୁ ଯେଉଁମାନେ ସିଏମ୍ କିଷାନ ଯୋଜନାର ସହାୟତା ରାଶି ପାଇବା ପାଇଁ ନୂଆ ଆବେଦନ କରିବେ ସେମାନଙ୍କ ପାଇଁ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ଯାହାକି ମାଣ୍ଡାଟୋରି କରାଯାଇଛି। ଏହା ସହିତ ଯଦି ଆପଣମାନେ ପିଏମ୍ କିଷାନରେ ମଧ୍ୟ ଆବେଦନ କରିବେ ତା ପାଇଁ ଆପଣମାନଙ୍କର ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ମାଣ୍ଡାଟୋରି ଅଛି। ତେଣୁ ଉଭୟ ପିଏମ୍ କିଷାନ ଏବଂ ସିଏମ୍ କିଷାନ ଯେଉଁ ହିତାଧିକାରୀମାନେ ବର୍ତ୍ତମାନ ଆବେଦନ କରିବେ ବା ନୂଆ ଆବେଦନ କଲା ପରେ ବାରମ୍ବାର ଆପଣମାନଙ୍କର ଯେଉଁଟାକି ରିଜେକ୍ଟ ହେଇଯାଉଛି, ଆପଣମାନଙ୍କର ଏପ୍ରୁଭାଲ ମିଳୁନାହିଁ, ତାର ମେନ୍ କାରଣ ରହିଛି ଏଗ୍ରି ଷ୍ଟକ୍ ଫାର୍ମର ଆଇଡି। ତ ଏଇ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ବିଷୟରେ ଆପଣମାନଙ୍କୁ ମୁଁ ପୂର୍ବରୁ ମଧ୍ୟ ଭିଡ଼ିଓ ମାଧ୍ୟମରେ କହିଥିଲି ଯେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ଆମର କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଡିଜିଟାଲ ଫାର୍ମର ଆଇଡି ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଦିଆଯାଉଛି, ଯାହାଦ୍ୱାରା କି ପରବର୍ତ୍ତୀ ସମୟରେ ସେମାନଙ୍କୁ ଯେକୌଣସି ସରକାରୀ ସହାୟତା ଚାଷ ସମ୍ବନ୍ଧୀୟ ସହାୟତା ଯେମିତିକି ସିଏମ୍ କିଷାନ, ପିଏମ୍ କିଷାନ, ଆପଣମାନଙ୍କର ଫସଲ ବୀମା ଏଇଭଳି ଯେକୌଣସି ସରକାରୀ ସ୍କିମ୍ରେ ଆବେଦନ କରିବେ ସେମାନଙ୍କୁ ଭେରିଫାଇ କରିବା ପାଇଁ ଏହି ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ମାଣ୍ଡାଟୋରି ଅଟେ। ତେଣୁ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ଯେତେବେଳେ ଆପଣମାନେ କ୍ରିଏଟ୍ କରୁଛନ୍ତି ଆପଣମାନଙ୍କର ଗୋଟିଏ ଡାଉଟ୍ ଯାହାକି ବର୍ତ୍ତମାନ ରହୁଛି ଯେ ଯଦି ଆପଣମାନଙ୍କ ନାମରେ ଜମି ନାହିଁ ତାହେଲେ ଏଗ୍ରି ଷ୍ଟକ୍ର ଫାର୍ମର ଆଇଡି ରେଜିଷ୍ଟ୍ରେସନ ଆମେ କେମିତି କରିବା, ବା ଆପଣମାନଙ୍କର ବାପା ଜେଜେବାପାଙ୍କ ନାଁରେ ଜମି ଅଛି, ସେମାନେ ବର୍ତ୍ତମାନ ଯାହାକି ମୃତ୍ୟୁବରଣ କରିସାରିଛନ୍ତି ବା ତାଙ୍କର ଡେଥ୍ ହେଇସାରିଛି, ତାହେଲେ ସେମାନଙ୍କର କେମିତି ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ଆପଣମାନେ ନିଜ ନାମରେ କରିବେ। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ସେହି ବିଷୟରେ କିଛି ଡିଟେଲ୍ସ ଇନଫର୍ମେସନ ଦେବି ଯେଉଁଟାକି ପରବର୍ତ୍ତୀ ସମୟରେ ଆପଣମାନଙ୍କୁ ହେଲ୍ପଫୁଲ୍ ହେବ। ତା ପୂର୍ବରୁ ଯଦି ଆପଣମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, କାରଣ ଆଗକୁ ବହୁତ ସାରା ନୂଆ ନୂଆ ଅପଡେଟ୍ ଆପଣମାନେ ଚାଷ ସମ୍ବନ୍ଧୀୟ ହଉ ବା ସମସ୍ତ ସରକାରୀ ସୂଚନା ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଆମର ସିଏମ୍ କିଷାନ ପାଇଁ ପୂର୍ବରୁ ଯେଉଁ ଗାଇଡଲାଇନ୍ ଥିଲା ସେଥିରେ ଯେଉଁମାନେ ନୂଆ ଆବେଦନ କରୁଥିଲେ ବା ଯଦି ଆପଣମାନଙ୍କର ପୂର୍ବରୁ ଆବେଦନ ହେଇଥିଲା ବର୍ତ୍ତମାନ ଆପଣମାନଙ୍କ ରିଜେକ୍ଟ ହେଇଯାଇଛି, ତ ମ୍ୟାକ୍ସିମମ୍ ହିତାଧିକାରୀଙ୍କର ଗୋଟିଏ କାରଣ ପାଇଁ ରିଜେକ୍ଟ ହେଇଛି ଯେଉଁଟାକି ଏଗ୍ରି ଷ୍ଟକ୍ ଫାର୍ମର ରେଜିଷ୍ଟ୍ରେସନ। କିନ୍ତୁ ପୂର୍ବରୁ ଆମର ସିଏମ୍ କିଷାନ ଯୋଜନାରେ ଯେତେବେଳେ ଆବେଦନ କରୁଥିଲେ ସେତେବେଳେ ଆପଣମାନେ କୃଷକ ଓଡ଼ିଶା ଫାର୍ମର ଆଇଡି ଏବଂ ଆପଣମାନଙ୍କର 2 ନମ୍ବରରେ ରାସନ କାର୍ଡ ଥିଲେ ଆପଣମାନଙ୍କର ଇଜିଲି ଯାହାକି ଆବେଦନ ହେଇପାରୁଥିଲା। କିନ୍ତୁ ସେଇ ପ୍ରୋସେସଟି ବର୍ତ୍ତମାନ ସରକାରଙ୍କ ତରଫରୁ ବନ୍ଦ କରିଦିଆଯାଇଛି ଏବଂ ସରକାର ଏଗ୍ରି ଷ୍ଟକ୍ ବୋଲି ଗୋଟେ ଯାହାକି ନୂଆ ୱେବସାଇଟ୍ ଓପନ୍ ମଧ୍ୟ କରିଛନ୍ତି ଯେଉଁଟାକି ଗତ 2 ବର୍ଷ ହେଲା ଚାଲୁ ରହିଛି। ତ ସେ ସମୟରେ କେବଳ ଆପଣମାନଙ୍କୁ କୁହାଯାଉଥିଲା ଯେ କୃଷକ ଓଡ଼ିଶା ବଦଳରେ ଆପଣମାନେ ଏଗ୍ରି ଷ୍ଟକ୍ର ଫାର୍ମର ରେଜିଷ୍ଟ୍ରେସନ କଲେ ପିଏମ୍ କିଷାନ ଯୋଜନାର ସହାୟତା ରାଶି ଆପଣମାନଙ୍କୁ ମିଳିବ। କିନ୍ତୁ ବର୍ତ୍ତମାନ ସେଇ ନିୟମଟି ଆପଣମାନଙ୍କର ସିଏମ୍ କିଷାନ ଯୋଜନା ପାଇଁ ମଧ୍ୟ ଯାହାକି କରେଇ ଦିଆଯାଇଛି। ତେଣୁ ଏଗ୍ରି ଷ୍ଟକ୍ ଫାର୍ମର ରେଜିଷ୍ଟ୍ରେସନ ପାଇଁ ଆପଣମାନଙ୍କ ପାଖରେ ଆବଶ୍ୟକ ଡକୁମେଣ୍ଟ ହିସାବରେ ନିଜର ନାମରେ ଯାହାକି ଜମି ପଟା ରହିବା ନିହାତି ଆବଶ୍ୟକ। ତାପରେ ସେକେଣ୍ଡ ଆପଣମାନଙ୍କର ଆଧାର ସଂଯୋଗ ମୋବାଇଲ ନମ୍ବର ଏବଂ ଆଧାର କାର୍ଡ। ଏହି ତିନୋଟି ଦସ୍ତାବିଜ ଯଦି ଆପଣମାନଙ୍କ ପାଖରେ ଅଛି ତାହେଲେ ଆପଣମାନେ ଅନଲାଇନରେ ନିଜ ମୋବାଇଲରେ କରିପାରିବେ, ନହେଲେ ସିଏସସି ସେଣ୍ଟରକୁ ଯାଇ କରିପାରିବେ, କିମ୍ବା ଆପଣମାନଙ୍କ ପଞ୍ଚାୟତ ସ୍ତରରେ ଯେଉଁ ଭିଏଲ୍‌ଡବ୍ଲ୍ୟୁ ରହିଛନ୍ତି ତାଙ୍କ ପାଖରେ ଯାଇ ଆପଣମାନଙ୍କର କୃଷକ ରେଜିଷ୍ଟ୍ରେସନ କରିପାରିବେ। ଏ ବିଷୟରେ ହୁଏତ ଆପଣମାନଙ୍କୁ ଜଣାଅଛି। କିନ୍ତୁ ମେନ୍ ଆପଣମାନଙ୍କର ଗୋଟିଏ ଡାଉଟ୍ ରହୁଛି ଯେ ଆମ ନିଜ ନାମରେ ଜମି ନାହିଁ, ଆପଣଙ୍କ ବାପାଙ୍କ ନାମରେ ଜମି ଅଛି ବା ଜେଜେବାପାଙ୍କ ନାମରେ ଜମି ଅଛି, କିମ୍ବା ଯଦି ଆପଣମାନଙ୍କ ସ୍ୱାମୀଙ୍କ ନାମରେ ଯେଉଁ ମହିଳା ଚାଷୀମାନେ ରହିଛନ୍ତି ସେମାନଙ୍କର ଯଦି ଆପଣମାନଙ୍କର ସ୍ୱାମୀଙ୍କ ନାଁରେ ଜମି ଅଛି ତାହେଲେ କେମିତି ଆପଣମାନେ ଫାର୍ମର ରେଜିଷ୍ଟ୍ରେସନ କରିବେ? ଏକୁ ନେଇ ବହୁତ ସାରା କମେଣ୍ଟ ଆସୁଛି ଏବଂ ଏ ବିଷୟରେ ମୁଁ ପୂର୍ବରୁ ମଧ୍ୟ ଯେତେବେଳେ ଫାର୍ମର ଆଇଡି ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିଲା ସେ ସମୟରେ ଆପଣମାନଙ୍କର ଗୋଟେ ଅପସନ୍ ଥିଲା ଟେନେଣ୍ଟ ଅପସନ୍। ତ ସେଇ ଟେନେଣ୍ଟ ଅପସନରେ ଆପଣମାନେ ଯେଉଁମାନଙ୍କର ନିଜ ନାମରେ ଜମି ନଥିଲା ବା ଭାଗ ଚାଷୀ ହିସାବରେ ଆପଣମାନେ ଯେଉଁଟାକି ରେଜିଷ୍ଟ୍ରେସନ କରିପାରୁଥିଲେ, କିନ୍ତୁ ସେ ସମୟରେ କେହି ଆପଣମାନଙ୍କ ଭିତରେ ଗୁରୁତ୍ୱ ଦେଇନାହାନ୍ତି। ମ୍ୟାକ୍ସିମମ୍ ହିତାଧିକାରୀମାନେ ସେ ଟାଇମରେ କରିନଥିଲେ, କିନ୍ତୁ ଯେଉଁମାନେ ସେ ଟାଇମରେ କରିଦେଇଛନ୍ତି ସେମାନଙ୍କର ବର୍ତ୍ତମାନ ଯାଇକି ହେଇପାରିଛି। କିନ୍ତୁ ବର୍ତ୍ତମାନ ଆପଣମାନେ କ'ଣ କରିବେ? ବର୍ତ୍ତମାନ ଦେଖନ୍ତୁ ବହୁତ ସାରା ମୁଁ ମଧ୍ୟ ଦେଖୁଛି ବହୁତ ଜଣ ଆପଣମାନଙ୍କୁ ସିଏସସି ସେଣ୍ଟରରେ ବହୁତ ଜଣ ଆପଣମାନଙ୍କୁ କହୁଥିବେ ଯେ ନିଜ ନାମରେ ଜମି ନ ରହିଲେ ମଧ୍ୟ ସେମାନଙ୍କର ସେମାନେ ଆପଣମାନଙ୍କ ଠାରୁ କିଛି ଏକ୍ସଟ୍ରା ଟଙ୍କା ଯାଇକି ଚାର୍ଜେସ୍ କରୁଛନ୍ତି ଏବଂ ଆପଣମାନଙ୍କର କରେଇ ଦେଉଛନ୍ତି। କିନ୍ତୁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି ଯେଉଁମାନେ ବି ନିଜ ନାମରେ ଜମି ନାହିଁ କେବେ ବି କୌଣସି ଫର୍ଜରୀ ଉପାୟରେ ବା କୌଣସି ଅସାଧୁ ଉପାୟରେ ଆପଣମାନେ ଫାର୍ମର ରେଜିଷ୍ଟ୍ରେସନ କରନ୍ତୁ ନାହିଁ। କାରଣ ଫାର୍ମର ରେଜିଷ୍ଟ୍ରେସନ ଆପଣମାନଙ୍କର ଗୋଟେ ବହୁତ ବଡ଼ ଯାହାକି ଇମ୍ପାକ୍ଟ ପରବର୍ତ୍ତୀ ସମୟରେ ପଡ଼ିବ। ଯେକୌଣସି ସରକାରୀ ସ୍କିମ୍ର ସୁବିଧା ପାଇବା ପାଇଁ ଆପଣମାନଙ୍କର ଫାର୍ମର ଆଇଡିଟି ବା ଏଗ୍ରି ଷ୍ଟକ୍ ଫାର୍ମର ଆଇଡିଟି ମାଣ୍ଡାଟୋରି ହେବ। ତେଣୁ ଯଦି ଆପଣମାନଙ୍କ
ପାଖରେ ନିଜ ନାମରେ ଜମି ନାହିଁ, ତାହେଲେ ଆପଣମାନଙ୍କୁ ବର୍ତ୍ତମାନ ନିଜ ନାମକୁ ଜମିକୁ ଟ୍ରାନ୍ସଫର କରିବା ପାଇଁ ପଡ଼ିବ। ତା ପାଇଁ ଦେଖନ୍ତୁ ଆପଣମାନଙ୍କର ଯେଉଁମାନଙ୍କ ନାମରେ ଜମି ଅଛି, ଯଦି ଆପଣଙ୍କ ବାପା କିମ୍ବା ଜେଜେବାପାଙ୍କ ନାମରେ ଜମି ଅଛି, ତାହେଲେ ତାଙ୍କର ଡେଥ୍ ହେଲା ପରେ ତାଙ୍କ ଡେଥ୍ ସାର୍ଟିଫିକେଟ୍ ଏବଂ ଆପଣମାନଙ୍କ ଲିଗାଲ ଲେୟାର ନେଇ ଆପଣମାନେ ଆର୍‌ଆଇ ଅଫିସରେ ଯୋଗାଯୋଗ କରନ୍ତୁ ଏବଂ ଆର୍‌ଆଇ ଅଫିସରେ ଯୋଗାଯୋଗ କଲା ପରେ ତହସିଲ ଅଫିସରେ ଆପଣମାନଙ୍କ ଆର୍‌ଓଆର୍‌ର ନାମ ସଂଶୋଧନ 2 ମାସ ଭିତରେ ହେଇପାରିବ। ଏଇଟା ମଧ୍ୟ ହଉଛି, ବହୁତ ଲୋକମାନେ କରିଛନ୍ତି। ତେଣୁ ଆପଣମାନଙ୍କର ପ୍ରଶ୍ନଟି ମଧ୍ୟ ରହିବ ଯେ ଆମର ବାପାଙ୍କର 3 ଜଣ ଭାଇ ଅଛନ୍ତି। 3 ଜଣ ଭାଇ ଯାହାକି କେମିତି ରେଜିଷ୍ଟ୍ରେସନ କରିବୁ? ଦେଖନ୍ତୁ, ଏଇ ଯୋଉ ଭାଗବଣ୍ଟା ଯୋଉଟାକି ସମସ୍ତଙ୍କର ସହମତିରେ ହିଁ ହେଇଥାଏ। ଯଦି ଆପଣମାନଙ୍କ ପରିବାରରେ ଜଣେ ପୁଅ ଅଛନ୍ତି, ତାହେଲେ ସେଟା ତ ଇଜିଲି ହେଇପାରିବ, ଆପଣଙ୍କୁ ସୁବିଧା ହବ। କିନ୍ତୁ ଯଦି 2 ରୁ 3 ଜଣ ଭାଇମାନେ ଅଛନ୍ତି ଏବଂ ସେମାନଙ୍କର ପଞ୍ଜୀକରଣ ବର୍ତ୍ତମାନ ସମୟ ଆସିଛି, ଆପଣମାନେ ନିଜ ନାମରେ ଆର୍‌ଓଆର୍ ସଂଶୋଧନ କରେଇ ନିଅନ୍ତୁ। ଏଇଟା ମଧ୍ୟ ସମସ୍ତଙ୍କର ଆବଶ୍ୟକତା ରହିଛି। କାରଣ ଯଦି ଜଣଙ୍କର ମୃତ୍ୟୁ ହେଉଛି, ତାଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ସମାନ ଭାଗରେ ଜମି ଭାଗବଣ୍ଟା ହେବାର ଆବଶ୍ୟକତା ରହିଛି। ତେଣୁ ଆପଣମାନଙ୍କର ବର୍ତ୍ତମାନ କାମ ହେଲା, ଆପଣମାନଙ୍କ ପରିବାରରେ ବା ଆପଣମାନଙ୍କ ବାପାଙ୍କର ଯେତେ ଜଣ ଉତ୍ତରାଧିକାରୀ ରହିଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ସମସ୍ତଙ୍କୁ ଏ ବିଷୟରେ ସଚେତନ କରନ୍ତୁ। କାରଣ ବହୁତ ଜଣ ଏ ବିଷୟରେ ଜାଣିନାହାନ୍ତି, କାରଣ ସମସ୍ତେ ତ ମୋବାଇଲ ଦେଖୁନାହାନ୍ତି ବା ସମସ୍ତଙ୍କ ପାଖରେ ଆମର ଭିଡ଼ିଓଟି ପହଞ୍ଚୁନାହିଁ। ତେଣୁ ସରକାରଙ୍କ ତରଫରୁ ଏ ବିଷୟରେ ବିଶେଷ କିଛି ଯାହାକି ଆଡଭର୍ଟାଇଜମେଣ୍ଟ ମଧ୍ୟ କରାଯାଉନାହିଁ ବା ବିଶେଷ କିଛି ସଚେତନତା କରାଯାଉନାହିଁ। ତେଣୁ ଆପଣମାନେ ନିଜ ନିଜ ଭିତରେ କଥା ହେଇ କେମିତି ସହଜରେ ଆପଣମାନଙ୍କର ଜମି ଟ୍ରାନ୍ସଫର ହେଇପାରିବ ନିଜ ନାମରେ, ତାର ବ୍ୟବସ୍ଥା କରନ୍ତୁ। ତାପରେ ଯାଇ ଏଗ୍ରି ଷ୍ଟକରେ ରେଜିଷ୍ଟ୍ରେସନ କରନ୍ତୁ। ନହେଲେ ଆପଣମାନେ ଭୁଲରେ କୌଣସି ଥାର୍ଡ ପାର୍ଟି ଯଦି ଆପଣମାନଙ୍କୁ ପଇସା ଦେଇ କରେଇଦେବ ବୋଲି କହୁଛନ୍ତି, ସେସବୁ କରନ୍ତୁ ନାହିଁ। ଏହା ସହିତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍, ଯଦି ଆପଣମାନଙ୍କର ପୂର୍ବରୁ ସିଏମ୍ କିଷାନ ଯୋଜନାର ଟଙ୍କା ମିଳୁଛି, ତେଣୁ ସେମାନଙ୍କର ମଧ୍ୟ ବହୁ ଜଣଙ୍କର କମେଣ୍ଟ ରହୁଛି ଯେ ଆମେ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ କରିବୁ କି ନାହିଁ? ଦେଖନ୍ତୁ, ଆପଣମାନେ କରିବା ନିହାତି ଆବଶ୍ୟକ। କାରଣ ହୁଏତ ପରବର୍ତ୍ତୀ ସମୟରେ ଆପଣମାନଙ୍କ ନାଁ ମଧ୍ୟ ସିଏମ୍ କିଷାନ ଯୋଜନା, ପିଏମ୍ କିଷାନ ଯୋଜନା ବା ଆଗକୁ ଆପଣମାନଙ୍କର ଯୋଉ ଫସଲ ବୀମା ଯୋଜନା, ଏଇଭଳି ବହୁତ ସାରା ସରକାରୀ ଯୋଜନାରୁ ନାଁ କଟିପାରେ। ଯେହେତୁ ବର୍ତ୍ତମାନ ଡବଲ ଇଞ୍ଜିନ୍ ସରକାର, ତେଣୁ ଷ୍ଟେଟ୍‌ରେ ଯୋଉ ରୁଲ୍ ରହିବ, ସେଣ୍ଟ୍ରାଲରେ ଯୋଉ ରୁଲ୍ ରହିବ, ସେଟା ଷ୍ଟେଟ୍ ମାନିବା ପାଇଁ ବାଧ୍ୟ ଏବଂ ଷ୍ଟେଟ୍‌ର ରୁଲ୍ ଅନୁସାରେ ଆପଣମାନଙ୍କୁ ଯାହାକି କୃଷକ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ। ତେଣୁ ଯଦି ଆପଣମାନଙ୍କର ବହୁତ ପୂର୍ବରୁ ବାପା କିମ୍ବା ମାଆଙ୍କର ଡେଥ୍ ହେଇଯାଇଛି, ତାଙ୍କ ନାଁରେ ଜମି ଆମର ଅଛି ଏବଂ ମୃତ୍ୟୁ ପ୍ରମାଣପତ୍ର ବନେଇ ପାରୁନାହାନ୍ତି, ସେ ବିଷୟରେ ମଧ୍ୟ ମୁଁ ଗୋଟେ ଡେଡିକେଟେଡ୍ ଭିଡ଼ିଓ ବନେଇ ଦେଇଥିଲି। ଡେସ୍କ୍ରିପସନ୍‌ରେ ସେ ଭିଡ଼ିଓର ଲିଙ୍କ୍ ଅଛି। ଆପଣମାନେ ସେଠି ଦେଖିପାରିବେ, ନିଜର ଡେଥ୍ ସାର୍ଟିଫିକେଟ୍ ବନେଇ ପାରିବେ। ତା ସହିତ ଲିଗାଲ ଲେୟାର ପାଇଁ ଯଦି ଆପଣମାନଙ୍କର ବନେଇବା ପାଇଁ ଚାହୁଁଛନ୍ତି, ତା ପାଇଁ ମଧ୍ୟ ମୁଁ ଆପଣମାନଙ୍କ ପାଇଁ ଗୋଟେ ଡେଡିକେଟେଡ୍ ଭିଡ଼ିଓ ବନେଇଦେବି। ତେଣୁ ଆଶା କରୁଛି ଭିଡ଼ିଓଟି ଟିକେ ଲେନ୍ଦି ହେଲେ ମଧ୍ୟ ପ୍ରଥମରୁ ଲାଷ୍ଟ ଯାଏ ଯଦି ଆପଣମାନେ ଦେଖିଛନ୍ତି, ସବୁ କିଛି ଡିଟେଲ୍ସ ମୁଁ ଆପଣମାନଙ୍କୁ ବତେଇଦେଲି ଏବଂ ବର୍ତ୍ତମାନ ଭିଏଲ୍‌ଡବ୍ଲ୍ୟୁ ମାନେ ମଧ୍ୟ ପ୍ରତ୍ୟେକ ଗ୍ରାମରେ ଯାହାକି ଆରମ୍ଭ କରିସାରିଲେଣି କ୍ୟାମ୍ପେନିଂ। ସେମାନେ ଯେତେବେଳେ ଆପଣମାନଙ୍କ ଘରକୁ ଯାଉଛନ୍ତି, ଆପଣମାନଙ୍କର ଯଦି ଡକୁମେଣ୍ଟରେ କିଛି ପ୍ରୋବ୍ଲେମ୍ ଅଛି ବା ଯଦି କିଛି ଆବଶ୍ୟକ ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି, ତାଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାରିବେ। ନହେଲେ ଆପଣମାନେ ନିକଟସ୍ଥ ଆର୍‌ଆଇ ବା ତହସିଲଦାରଙ୍କ ସହିତ ଯୋଗାଯୋଗ କରି ଏହିସବୁ କାମ ଯଥାଶୀଘ୍ର କରେଇ ନିଅନ୍ତୁ। ତ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ ସେକ୍ସନରେ ଜଣେଇବେ ଏବଂ ଆପଣମାନେ କୋଉ କୋଉ ଡିଷ୍ଟ୍ରିକ୍ଟରୁ ଭିଡ଼ିଓ ଦେଖୁଛନ୍ତି, ନିହାତି ଆପଣମାନେ କମେଣ୍ଟରେ ଜଣେଇବେ। ତା ସହିତ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେବା ପାଇଁ ଜମାରୁ ଭୁଲିବେନି। ଧନ୍ୟବାଦ।